ସୁମନ ଗିଲଙ୍କୁ ପଛରେ ପକାଇବେ ସ୍ମୃତି ବନ୍ଧନା। ତେବେ ସୂଚନା ଅନୁସାରେ ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଓପନର ସ୍ମୃତି ବନ୍ଧନା 2025 ମସିହାରେ ତାଙ୍କ କ୍ୟାରିୟରର ସର୍ବୋତ୍ତମ ପର୍ଯ୍ୟାୟ ଅନୁଭବ କରୁଛନ୍ତି। ଲଗାତାର ବ୍ୟାଟ୍ ସହିତ ରନ୍ ସ୍କୋର କରି ସ୍ମୃତି ଏବେ ଆଉ ଏକ ପ୍ରମୁଖ ମାଇଲଖୁଣ୍ଟ ହାସଲ କରିବାର ବହୁତ ନିକଟତର। ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଟି-20 ସିରିଜର ଚତୁର୍ଥ ମ୍ୟାଚରେ ସେ 80 ରନର ଏକ ଚମତ୍କାର ଇନିଂସ ଖେଳିଛନ୍ତି। ଏହା ସହିତ ସେ ଆନ୍ତର୍ଜାତୀୟ କ୍ରିକେଟରେ 10,000 ରନ୍ ସ୍କୋର କରିବାର ମାଇଲଖୁଣ୍ଟରେ ପହଞ୍ଚିଛନ୍ତି। ଏବେ ବର୍ଷ ଶେଷ ହେବା ପୂର୍ବରୁ ସୁମନ ଗିଲଙ୍କୁ ପଛରେ ପକାଇ ଇତିହାସ ରଚିବାର ସୁବର୍ଣ୍ଣ ସୁଯୋଗ ତାଙ୍କ ପାଖରେ ଅଛି। ସ୍ମୃତି ବନ୍ଧନା 2025 ମସିହାରେ 3ଟି ଫର୍ମାଟରେ ମୋଟ 1703 ଆନ୍ତର୍ଜାତୀୟ ରନ୍ କରିଛନ୍ତି। ଏହି କ୍ୟାଲେଣ୍ଡର ବର୍ଷରେ ମହିଳା କ୍ରିକେଟରେ ଯେକୌଣସି ଖେଳାଳିଙ୍କ ପାଇଁ ଏହା ସର୍ବାଧିକ ସ୍କୋର। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେ ପୁରୁଷ ଏବଂ ମହିଳା ଉଭୟ କ୍ରିକେଟରେ ସର୍ବାଧିକ ଆନ୍ତର୍ଜାତୀୟ ରନ୍ ସ୍କୋରର ରେକର୍ଡ ମଧ୍ୟ ରଖିପାରିବେ। ଏହା ହାସଲ କରିବା ପାଇଁ ତାଙ୍କୁ କେବଳ 62 ରନ୍ ଆବଶ୍ୟକ। ବର୍ତ୍ତମାନ ଭାରତୀୟ ପୁରୁଷ ଦଳର ଅଧିନାୟକ ସୁମନ ଗିଲ 2025 ମସିହାରେ 1764 ରନ୍ ସହିତ ଆଗରେ ଅଛନ୍ତି। ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପଞ୍ଚମ ଏବଂ ଶେଷ ଟି-20 ମ୍ୟାଚ୍ ମଙ୍ଗଳବାର ଖେଳାଯିବାକୁ ଯାଉଛି। ଭାରତୀୟ ଦଳ ସିରିଜରେ 4-0ରେ ଅଦ୍ଭୁତ ଅଗ୍ରଣୀ ହାସଲ କରିସାରିଛି। ଯଦି ସ୍ମୃତି ବନ୍ଧନା ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ 62 ରନ୍ କରନ୍ତି ତେବେ ସେ 2025 ମସିହାରେ ଆନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ୍ ସ୍କୋରର ହେବେ। ଏହି ସଫଳତା ମହିଳା କ୍ରିକେଟ ପାଇଁ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯିବ। 2025 ମସିହାରେ ସ୍ମୃତି ବନ୍ଧନାଙ୍କ ଦିନିକିଆ ପ୍ରଦର୍ଶନ ଅସାଧାରଣ ରହିଛି। ସେ ଚଳିତ ବର୍ଷ 23ଟି ଦିନିକିଆ ମ୍ୟାଚରେ 110 ଷ୍ଟ୍ରାଇକ୍ ରେଟରେ 1362 ରନ୍ କରିଛନ୍ତି, ଯାହାର ହାରାହାରି ପ୍ରାୟ 62। ସ୍ମୃତି 5ଟି ଶତକ ଏବଂ 5ଟି ଅର୍ଦ୍ଧଶତକ ମଧ୍ୟ କରିଛନ୍ତି। ବଡ଼ ମ୍ୟାଚରେ ଦାୟିତ୍ୱ ନେବା ଏବଂ ଦଳକୁ ଦୃଢ଼ ଆରମ୍ଭ ଦେବା ତାଙ୍କର ସବୁଠାରୁ ବଡ଼ ଶକ୍ତି। ସ୍ମୃତି ଟି-20 ଆନ୍ତର୍ଜାତୀୟ କ୍ରିକେଟରେ ମଧ୍ୟ ନିରାଶ କରିନାହାନ୍ତି। ସେ 9ଟି ଟି-20 ମ୍ୟାଚରେ ଗୋଟିଏ ଶତକ ସହିତ 341 ରନ୍ କରିଛନ୍ତି। ଦ୍ରୁତ ଆରମ୍ଭ ଏବଂ ବଡ଼ ସଟ୍ ମାରିବାର ତାଙ୍କର କ୍ଷମତା ଟିମ୍ ଇଣ୍ଡିଆକୁ ଅନେକ ମ୍ୟାଚରେ ଫାଇଦା ଦେଇଛି। ସୁମନ ଗିଲଙ୍କ କଥା କହିବାକୁ ଗଲେ ସେ 2025 ମସିହାରେ 35ଟି ଆନ୍ତର୍ଜାତୀୟ ମ୍ୟାଚରେ 42ଟି ଇନିଂସରେ 1764 ରନ୍ ସଂଗ୍ରହ କରିଥିଲେ। ତାଙ୍କର ହାର ଥିଲା 49 ଏବଂ ସେ 7ଟି ଶତକ ଏବଂ 3ଟି ଅର୍ଦ୍ଧଶତକ ହାସଲ କରିଥିଲେ। ହେଲେ ସ୍ମୃତି ବନ୍ଧନା ଏବେ ବର୍ଷର ଶେଷ ମ୍ୟାଚରେ ତାଙ୍କୁ ପଛରେ ପକାଇ ପାରିବେ।